8ଟା ସୁଦ୍ଧା ଘଟଣା ଘଟିଥିଲା। ଗଣେଶ ଭସାଣି ହୋଇଥିଲା। ଗ୍ରାମ ହେଉଛି ଧୁରିସିଆ। ଆଚ୍ଛା, କ'ଣ ହେଇଥିଲା ଟିକେ ସବିଶେଷ ବର୍ଣ୍ଣନା କର। ସାର୍ ଏକାବେଳେ ମେଢ଼ ଆମର ଉଠିବାର ଆୟୋଜନ ହେଇଥିଲା। ତେଣୁକରି ତାଙ୍କୁ ଆମେ କହିଥିଲୁ ଯେ ତମେ 7ଟା ସୁଦ୍ଧା ଆମ ଏପଟକୁ ଆସିବ। ମାନେ ବାଟ ହେଉଛି ଗୋଟିଏ, ମାନେ ଗୋଟିଏ ମେଢ଼ ଯିବ, ଯୋଡ଼ାଏ ମେଢ଼ ପାସ୍ କରିପାରିବ ନାହିଁ। ତେଣୁକରି ସିଏ ଲେଟ୍ କଲେ, ତେଣୁକରି ଆମ ଛୁଆ ପଳେଇ ଆସିଲେ। ତେଣୁକରି ଠିକ୍ ଛକ ମୁଣ୍ଡରେ ତାଙ୍କ ଆଉ ଆମ ମେଢ଼ ସାମ୍ନାସାମ୍ନି ହେଲା। ତାପରେ ସେଇଠୁ ଝଗଡ଼ାଟା ହେଲା। ଝଗଡ଼ା ଭିତରେ ସିଏ ଛୁରା ମାଡ଼ ମାରିଲେ। କିଏ ଆକ୍ରମଣ କଲା? ସାର୍ ସେ ମୋତେ ସାର୍ ତାଙ୍କ ନାଁ ଆଉ ଚିହ୍ନିଛି ତାଙ୍କୁ। ସାର୍ ଛୁରା ମାଡ଼ ପରେ ଗୋଟେ ଯୋଡ଼େ ପିଲା ତାଙ୍କର ଛୁରା ମାଡ଼ ହେଇଛି। ଆଉ ଗୋଟେ ପିଲା ଜଣଙ୍କୁ ହାଣି ଦେଇଛନ୍ତି। ଆଉ ଜଣଙ୍କର ମୁଣ୍ଡ ଫୁଣ୍ଡ ଫାଟି ଯାଇଛି। ଆଗରୁ କେବେ ଦି କ୍ଲବ ଭିତରେ ଗଣ୍ଡଗୋଳ ହେଇଥିଲା କି? ଆଗରୁ କେବେ ସେମିତି ହେଇଥିଲା କି? କାଣ୍ଡ ହେଇଥିଲା କି? ଗଣ୍ଡଗୋଳ ଆଗରୁ ବିବାଦ ଥିଲା କି? ସାର୍ ଆଗରୁ ତ ବିବାଦ ଅଛି। ଆମେ ଯେହେତୁ ଛୋଟ ଜାତି, ଆମକୁ ଟିକେ ସେମାନେ ଅଲଗା ନଜରରେ ଦେଖନ୍ତି। କ'ଣ କହିଲେ ସାର୍ କହିଲେ ପାଣଙ୍କର ବହୁତ ମୁହଁ ହେଇଗଲାଣି। ଆଚ୍ଛା, ଆମ ମେଢ଼ ଆଗ ଯିବ, ତମେ କ'ଣ ଆଗ ନେବ? ଆଚ୍ଛା, ସାର୍ ଏଇ କଥାରେ ସାର୍ ଯୁକ୍ତି ତର୍କ ହେଲା। ପାଣ ମାଣ କହିଲେ। କେତେ ଜଣ ଏମିତି ଆକ୍ରମଣ କଲେ? ସଂଘବଦ୍ଧ ହେଇକି ଆକ୍ରମଣ କଲେ ସାର୍ ତ ସେମିତି ସିଏ ଦଉଛି 200-250 ଘର, ଆମର 30-40 ଘର। ଜାଣିଥିବେ ସିଏ ଯେତେ ଲୋକ ହେଇଥିବେ। 250 ଘର ସମସ୍ତେ କଲେ ନା ପର୍ଟିକୁଲାର କିଛି ଲୋକ ଆକ୍ରମଣ? ପର୍ଟିକୁଲାର କିଛି ଲୋକ। ମୋ ପୁଅର ମୃତ୍ୟୁ ହେଇଯାଇଛି। ଆଉ 3 ଜଣ।